ପିଲାମାନେ, ଆଜିର ସାହିତ୍ୟ କ୍ଲାସ୍ ପାଇଁ ସମସ୍ତଙ୍କୁ ସ୍ୱାଗତ। ଗତକାଲି ଆମେ ପଢ଼ିଥିଲା ବଶିଷ୍ଠ ବିଶ୍ୱାମିତ୍ର କବିତା। ବଶିଷ୍ଠ ଏବଂ ବିଶ୍ୱାମିତ୍ର କବିତାରେ ବଶିଷ୍ଠ ଏବଂ ସତୀ, ତାଙ୍କ ସ୍ତ୍ରୀ ସତୀ ଅରୁନ୍ଧତୀଙ୍କ ମଧ୍ୟରେ ଚାଲିଥିବା କଥୋପକଥନ ବିଷୟରେ। ସେଥିରେ ସତୀ ଅରୁନ୍ଧତୀ କହିଥିଲେ, ଘରେ ଲୁଣ ନାହିଁ, ଶ୍ରାବଣର ବର୍ଷା ରାତି, ଘରେ ଲୁଣ ନାହିଁ, କିପରି ମୁଁ ରନ୍ଧନ କରିବି? ବଶିଷ୍ଠ କହିଥିଲେ, ଯାଇକିରି ନିକଟବର୍ତ୍ତୀ ଆଶ୍ରମ ବିଶ୍ୱାମିତ୍ରଙ୍କ ଆଶ୍ରମରୁ ତୁମେ ଯାଇ କିଛି ଲୁଣ ଆଣ ଏବଂ ଲୁଣ ଆଣି ତୁମେ ରନ୍ଧନ କର। କିନ୍ତୁ ସତୀ ଅରୁନ୍ଧତୀ ମନା କରିଥିଲେ ଯେ ବିଶ୍ୱାମିତ୍ର ହେଉଛି ଆତତାୟୀ, ପୁତ୍ରହନ୍ତା, ତାଙ୍କର ପୁତ୍ରମାନଙ୍କର ହତ୍ୟା କରିଥିବା ଆତତାୟୀ, ତାର କୁଟୀରକୁ ଯାଇ କିପରି ସେ ଲୁଣ ଆଣିବେ ବୋଲି କହିଥିଲେ। ଏବଂ ବଶିଷ୍ଠଙ୍କୁ କହିଥିଲେ ଯେ ତୁମେ ଯଦି ତାକୁ ମହର୍ଷି ବୋଲି ଡାକି ଦେଇଥାନ୍ତ, ଆଜି ଆମର ପୁତ୍ରମାନଙ୍କର ହତ୍ୟା ହୋଇନଥାନ୍ତା, ପୁତ୍ର ହତ୍ୟାରେ ମୁଁ ଶୋକାତୁର ହୋଇନଥାନ୍ତି। କିନ୍ତୁ ବଶିଷ୍ଠ କହିଥିଲେ ଯେ ବିଶ୍ୱାମିତ୍ରକୁ ମୁଁ ଭଲ ପାଏ ବୋଲି ତାକୁ ମୁଁ ମହର୍ଷି ଡାକି ନାହିଁ ଏବଂ ତାକୁ ମୁଁ ବହୁତ ଭଲ ପାଉଛି। ତାପରେ ଆଜି ଆମେ ପରବର୍ତ୍ତୀ ପଦ ଗୁଡ଼ିକ ପଢ଼ିବା। ଭଲ ପାଅ ଭଲ ପାଅ ଯେଣୁ ମହର୍ଷିର ମୁଖେ ଥାଉ ବାଣୀ, ବାତ୍ୟାନିକି ଶାଳ ବୃକ୍ଷ କାହୁଁ ପଦ ପ୍ରାନ୍ତେ ପିଟି ଦେଲା ଆଣି। ଯେତେବେଳେ ମୁଁ ଭଲ ପାଏ ବୋଲିକି ମହର୍ଷି କହିଛନ୍ତି, ମହର୍ଷି ବଶିଷ୍ଠ କହିଛନ୍ତି, ଠିକ୍ ଏହି ସମୟରେ ଅନ୍ଧକାର ଘୋଟି ଆସିଥିବା ଶ୍ରାବଣର ବର୍ଷା ସମୟରେ ଶବ୍ଦ ଶୁଭିଲା, ଭଲ ପାଅ ଯେଣୁ ମହର୍ଷିର ମୁଖେ ଥାଉ ବାଣୀ, ବାତ୍ୟାନିକି ଶାଳ ବୃକ୍ଷ କାହୁଁ ପଦ ପ୍ରାନ୍ତେ ପିଟି ଦେଲାଣି। ଯେତେବେଳେ ମହର୍ଷି ବଶିଷ୍ଠ କହୁଛନ୍ତି, ଠିକ୍ ସେହି ସମୟରେ ଭଲ ପାଅ ଯେଣୁ ମହର୍ଷିର ମୁଖେ ଥାଉ ପାଣି, ମହର୍ଷି ବଶିଷ୍ଠଙ୍କର ମୁହଁରେ ଏହି କଥା ଯେତେବେଳେ ଭଲ ପାଏ ବୋଲି ଶୁଭୁଥିଲା, ଠିକ୍ ସେହି ସମୟରେ ସତେକି ବାତ୍ୟାରେ ଗୋଟେ ଶାଳ ବୃକ୍ଷ ଉଡ଼ି ଆସି ମହର୍ଷି ବଶିଷ୍ଠଙ୍କର ପାଦ ତଳେ ପିଟି ଦେଲା ଭଳିଆ ଆସି ଗୋଟେ ଶବ୍ଦ ହେଲା। ତ ସେହି ଶବ୍ଦ ଶୁଣି ଅରୁନ୍ଧତୀ ପଡ଼ିଲେ ଚମକି, ନୀଡ଼େ ପକ୍ଷୀ ଉଠିଲେ ଚିତ୍କାରୀ, ଇଙ୍ଗୁଦିର ତୈଳ ଦୀପଶିଖା ଅନ୍ଧକାର ନାସିଲା ଫୁତ୍କାରୀ। ଅରୁନ୍ଧତୀ ବଶିଷ୍ଠଙ୍କ ପାର୍ଶ୍ୱରେ ଥିଲେ। ଯେତେବେଳେ ଶବ୍ଦ ଶୁଣିଦେଲେ, ଗୋଟେ ଶାଳ ବୃକ୍ଷ ଭଳିଆ କିଛି ଶବ୍ଦ ଆସି ମହର୍ଷି ବଶିଷ୍ଠଙ୍କର ପାଦ ତଳେ କଚାଡ଼ି ହୋଇ ପଡ଼ିଲା। ତ ସେହି ଶବ୍ଦ ଶୁଣି ଚମକି ପଡ଼ିଲେ ସତୀ ଅରୁନ୍ଧତୀ ଏବଂ ନୀଡ଼ମାନେ ବସାରେ ଯେଉଁ ପକ୍ଷୀ ଗୁଡ଼ିକ ଆଶ୍ରୟ ନେଇଥିଲେ, ସେହି ପକ୍ଷୀ ଗୁଡ଼ିକ ମଧ୍ୟ ଚିତ୍କାର କରି ଉଠିଲେ ଏବଂ ଯେଉଁ ଇଙ୍ଗୁଦି ତେଲର ଦୀପଶିଖା ଜଳୁଥିଲା, ସେହି ତେଲ ଦୀପଶିଖା ଅନ୍ଧକାରକୁ ସେ ନାଶ କରିଦେଲା ବା ଅନ୍ଧକାରକୁ ଦୂର କରିଦେଲା। ତାକୁ ବଶିଷ୍ଠ ଏବଂ ସତୀ ଅରୁନ୍ଧତୀ ସବୁ ଦେଖିପାରୁଥିଲେ। କାହୁଁ ଏକ କୃତାନ୍ତ କୃପାଣ ଲୁଟିଗଲା କୁଟୀର ଚତ୍ପରେ, ସ୍ପର୍ଶ କରି ମହର୍ଷିର ପଦ ବିଶ୍ୱାମିତ୍ର ଅଶ୍ରୁ ଉତ୍ତରଲେ। କାହୁଁ ଏକ କୃତାନ୍ତ କୃପାଣ, କୃତାନ୍ତ ମାନେ ଯମ ସଦୃଶ, କୃପାଣ ମାନେ ଖଣ୍ଡା। ତ କାହୁଁ ଏକ କୃତାନ୍ତ କୃପାଣ, କେଉଁଆଡ଼ୁ ଗୋଟେ ଯମ ସଦୃଶ ଖଣ୍ଡା ଲୁଟିଗଲା କୁଟୀର ଚତ୍ପରେ। କୁଟୀର ଚତ୍ପରେ ମାନେ କୁଡ଼ିଆର ଅଗଣାରେ, କୁଡ଼ିଆର ଚଉତରାରେ ଗୋଟେ ଖଣ୍ଡା କେଉଁଆଡ଼ୁ ଆସି ପଡ଼ିଗଲା। ସ୍ପର୍ଶ କରି ମହର୍ଷିର ପଦ ବିଶ୍ୱାମିତ୍ର ଅଶ୍ରୁ ଉତ୍ତରଲେ। ଦେଖିଲେ ବଶିଷ୍ଠ ଏବଂ ଅରୁନ୍ଧତୀ ଯେ ଯେଉଁ ବିଶ୍ୱାମିତ୍ର ବିଷୟରେ ସେମାନେ କଥା ହେଉଥିଲେ, ସେହି ଋଷି ବିଶ୍ୱାମିତ୍ର ମହର୍ଷି ବଶିଷ୍ଠଙ୍କର ପାଦ ସ୍ପର୍ଶ କରି ଅଶ୍ରୁ ଛଳ ଛଳ କରି ବଶିଷ୍ଠଙ୍କର ପାଦ ତଳେ କଚାଡ଼ି ହୋଇ ପଡ଼ିଲେ। ନିର୍ଝରର ରୁଦ୍ଧ ଘୋଷ ସମ ଜଣାଇଲେ ଆବେଗ ଉଚ୍ଛ୍ୱାସ, କ୍ଷମା କର ମତେ ନାଶ ମୋର ପାଶବ ପ୍ରୟାସ। ନିର୍ଝର ମାନେ ଝରଣା, ଝରଣାର ରୁଦ୍ଧ ଘୋଷ ସମ, ଝରଣାର ଯେଉଁ କୁଳୁକୁଳୁ ଶବ୍ଦ
ହୁଏ, ସେଇଭଳିଆ ଝରଣାରୁ ପାଣି ଝରି ଉଠୁଥାଏ। ସେଇଭଳିଆ ବିଶ୍ୱାମିତ୍ରଙ୍କର ଦୁଇ ନୟନରୁ, ଦୁଇ ଆଖିରୁ ଝରଣା ଭଳିଆ ଜଳ, ଝରଣା ଭଳିଆ ଲୋତକ ଝରି ପଡ଼ୁଥିଲା। ଏବଂ ଆବେଗ ଉଚ୍ଛ୍ୱାସ, ମାନେ ଆବେଗରେ ବିଶ୍ୱାମିତ୍ର ଆଖି ଢଳ ଢଳ କରି ମହର୍ଷି ବଶିଷ୍ଠଙ୍କୁ କ୍ଷମା କର ମୋତେ, ନାଶ ମୋର ପାଶବ ପ୍ରୟାସ ବୋଲି କହିଲେ। ମୋତେ କ୍ଷମା କର, ମୋର ପଶୁ ପ୍ରକୃତି ବା ମୋର ଯେଉଁ ପାଶବ ମାନେ ପଶୁ ପ୍ରକୃତିର ଚେଷ୍ଟା, ପ୍ରୟାସ ମାନେ ଚେଷ୍ଟା, ମୁଁ ଯେଉଁ ପଶୁ ପ୍ରକୃତିର ଚେଷ୍ଟା କରୁଛି, ଆଜି ଯେଉଁ ମୁଁ ଖଡ଼୍ଗ ଧରି, ଖଣ୍ଡା ଧରି ତୁମ ନିକଟକୁ ଆସିଛି, ଏଇ ମୋର ପାଶବ ପ୍ରୟାସକୁ ତୁମେ ମୋତେ କ୍ଷମା କର, ମୋତେ କ୍ଷମା କରିଦିଅ ବୋଲି ବିଶ୍ୱାମିତ୍ର ବଶିଷ୍ଠଙ୍କ ପାଦ ତଳେ ଲୁଟି ପଡ଼ିଛନ୍ତି। ଭଲ ପାଅ ତୁମେ, ଭଲ ପାଅ ପୁତ୍ର ତହୁଁ ବୋଲି, ନୁହଁ ତ ଏ ଋତ ପରିହାସ, ଝିଙ୍ଗାସିତ କହୁନାହଁ ଛଳି। ପୁଣି ବିଶ୍ୱାମିତ୍ର ବଶିଷ୍ଠଙ୍କୁ ପଚାରୁଛନ୍ତି ଯେ ତୁମେ ମୋତେ ଭଲ ପାଅ, ତୁମେ ସତରେ ମୋତେ ଏତେ ଭଲ ପାଅ? ଯେଉଁ ତୁମର ପୁତ୍ରମାନଙ୍କୁ ମୁଁ ହତ୍ୟା କରିଛି, ସେହି ପୁତ୍ରମାନଙ୍କ ଠାରୁ ମଧ୍ୟ ତୁମେ ଏତେ ମୋତେ ଭଲ ପାଅ? ନୁହଁ ତ ଏ ଋତ ପରିହାସ, ତୁମେ ମୋତେ ଏଇଟା ପରିହାସ କରୁନାହଁ ତ? ଏଇ ପରିହାସଟି ସତ୍ୟ ନୁହେଁ ତ? ତୁମେ ମୋତେ ଉପହାସ କରୁନାହଁ ତ? ଝିଙ୍ଗାସିତ କହୁନାହଁ ଛଳି, ମୋତେ ତୁମେ ଭର୍ତ୍ସନା କରି ଏଇ କଥା କହୁନାହଁ ତ ମୋତେ ଭଲ ପାଉଛି ବୋଲି ବିଶ୍ୱାମିତ୍ର ବଶିଷ୍ଠଙ୍କୁ ପଚାରୁଛନ୍ତି। ଶାଣିତ ଏ କରବାଳ କରି, ଜାଣି ମୁଁ ଯେ ଆସିଥିଲି ଆଜି, ଛିନ୍ନ କରି ମସ୍ତକ ତୁମର, ରଖିବାକୁ ଜୀବନର ବାଜି। ଶାଣିତ ଏ ଧାରୁଆ, କରବାଳ ମାନେ ଅସ୍ତ୍ର, ଏଇ ଧାରୁଆ ଅସ୍ତ୍ରକୁ ମୁଁ ମୋର ଧରିକିରି ଆସିଥିଲି, ଜାଣି ମୁଁ ଯେ ଆସିଥିଲି ଆଜି ମୁଁ ଏଇ ଧାରୁଆ ଅସ୍ତ୍ରକୁ ଧରି ଆସିଥିଲି, ଛିନ୍ନ କରି ମସ୍ତକ ତୁମର, ରଖିବାକୁ ଜୀବନର ବାଜି। ତ ତୁମର ମସ୍ତକକୁ ତୁମର ଶରୀରରୁ ଏଇ ଖଣ୍ଡା ଦ୍ୱାରା ଛିନ୍ନ କରି ଆଜି ମୁଁ ମୋର ଜୀବନର ବାଜି ରଖିବା ପାଇଁ ଏଠାକୁ ଆସିଥିଲି। କିନ୍ତୁ ଆସି ଯେତେବେଳେ ଦେଖିଲି ତୁମେ ମୋତେ ଭଲ ପାଏ ବୋଲି କହୁଛ, ତ ଏଇଟା ମୋତେ ଉପହାସ କରୁନାହଁ ତ? ଏହା କହି ବିଶ୍ୱାମିତ୍ର ବଶିଷ୍ଠଙ୍କ ପାଦ ତଳେ ଅଶ୍ରୁ ଛଳ ଛଳ ନୟନରେ ଭୂମି ତଳେ ଲୋଟି ପଡ଼ିଥିଲେ। ବିଶ୍ୱାମିତ୍ରେ ତୋଳି ଭୂମି ତଳୁ, ସତେଅବା ଅମୃତ ବରସି, ସ୍ନେହ ଭରେ କହିଲେ ବଶିଷ୍ଠ, ଉଠ ଏବେ ଉଠ ହି ମହର୍ଷି। ତ ବିଶ୍ୱାମିତ୍ରଙ୍କୁ ସେଇ ଭୂମି ତଳୁ ଉଠାଇ ନେଇ ବଶିଷ୍ଠ ଅମୃତ ବରସି ମାନେ ଅମୃତ ବର୍ଷା ସ୍ୱରୂପ ବଶିଷ୍ଠଙ୍କୁ ସେ ଉଠାଇ ନେଲେ ଭୂମି ତଳୁ ଏବଂ ଅତି ସ୍ନେହ ଭରା କଣ୍ଠରେ କହିଲେ, ଅତି ସ୍ନେହରେ କହିଲେ, ଉଠ ଏବେ ଉଠ ହି ମହର୍ଷି। ହେ ମହର୍ଷି ବିଶ୍ୱାମିତ୍ର, ତୁମେ ତଳୁ ଉଠ, ତୁମେ ତଳୁ ଉଠି ପଡ଼। କେତେ ମହାନ ବଶିଷ୍ଠଙ୍କର ଏଇ ଗୁଣ। ତ ଅରୁନ୍ଧତୀ ନେତୃ ଜାଣତେ, ଶ୍ରାବଣର ବର୍ଷା ଗଲା ଝରି, ମହିଆନ ଦେବତାରେ ଭଲା, ଜାଣିଥାନ୍ତି ମୁହିଁ କେଉଁ ପରି। ତ ଅରୁନ୍ଧତୀ କହୁଛନ୍ତି, ଅରୁନ୍ଧତୀଙ୍କ ମଧ୍ୟ ଆଖିରୁ ପାଣି ବାହାରି ପଡ଼ୁଛି, ଅଶ୍ରୁ ବାହାରି ପଡ଼ୁଛି ତାଙ୍କର ନେତ୍ରରୁ, ଯେମିତି ଶ୍ରାବଣର ବର୍ଷା ପାଣି ପରି ଅରୁନ୍ଧତୀଙ୍କର ଆଖିରୁ ମଧ୍ୟ ଝରି ପଡ଼ୁଛି ଲୋତକ, ଝରି ପଡ଼ୁଛି ଲୁହ ଏବଂ କହୁଛନ୍ତି, ମହିଆନ ଦେବତାରେ ଭଲା, ଜାଣିଥାନ୍ତି ମୁହିଁ କେଉଁ ପରି। ତୁମେ ଦେବତାମାନଙ୍କ ଭଳିଆ ତୁମେ ଜଣେ ମହାନ ବ୍ୟକ୍ତିତ୍ୱ, ହେ ବଶିଷ୍ଠ, ତୁମେ ଦେବତାମାନଙ୍କ ଭଳିଆ ଜଣେ ମହାନ, ମୁଁ କିପରି ତୁମକୁ ବା ଜାଣିଥାନ୍ତି, ମୁଁ କିପରି ବା ତୁମକୁ ଚିହ୍ନିଥାନ୍ତି, ତୁମେ ଏ ଦେବତା ମହାନଙ୍କ ଠାରୁ ମଧ୍ୟ ଆହୁରି ମହାନ। ଏଇଟା ଅରୁନ୍ଧତୀ ତାଙ୍କର ଦୋଷକୁ, ତାଙ୍କର ଭୁଲକୁ ବୁଝିପାରିଛନ୍ତି। ତ ପିଲାମାନେ ଆଜି ପାଇଁ ଏତିକି, ଧନ୍ୟବାଦ।